ଶ୍ରୀମଦ୍ ଭଗବଦ୍ ଗୀତା ତୃତୀୟ ଅଧ୍ୟାୟ 11ତମ ଶ୍ଲୋକର ବ୍ୟାଖ୍ୟା ଏମିତି କରାଯାଇଛି। ତୁମ୍ଭେମାନେ ଏହି ଯଜ୍ଞ ଦ୍ୱାରା ଦେବତାମାନଙ୍କୁ ଉନ୍ନତ କର ଏବଂ ସେହି ଦେବତାମାନେ ତୁମକୁ ଉନ୍ନତ କରନ୍ତୁ। ଏହିଭଳି ନିଃସ୍ୱାର୍ଥ ଭାବରେ ଏକ ଅନ୍ୟକୁ ଉନ୍ନତ କରିବାର ଦ୍ୱାରା ତୁମ୍ଭେମାନେ ପରମ କଲ୍ୟାଣ ପ୍ରାପ୍ତ ହୋଇଯିବ। ଏଠାରେ ପ୍ରାରମ୍ଭିକ ପ୍ରଶ୍ନ ଆସୁଛି, ଅନେନ ପଦ ଏଠାରେ କାହାର ବାଚକ ଏବଂ ଏହାଦ୍ୱାରା ଦେବତାମାନଙ୍କୁ ଉନ୍ନତ କରିବା କହିଲେ କ'ଣ ବୁଝ? ଏହି ପ୍ରଶ୍ନର ଉତ୍ତର ହେଲା, ଅନେନ ପଦ ହେଉଛି ଯେଉଁ ବିଷୟରେ ଏହି ପ୍ରକରଣ ଚାଲିଛି ସେହି ସ୍ୱଧର୍ମ ରୂପକ ଯଜ୍ଞର ବାଚକ। କିନ୍ତୁ ଏଠାରେ ଯେଉଁ ଯଜ୍ଞରେ ବେଦ ମନ୍ତ୍ର ଦ୍ୱାରା ଦେବତାମାନଙ୍କୁ ହବିଷ୍ୟ ଦିଆଯାଏ ତାହାକୁ ଉପଲକ୍ଷଣ କରି ସ୍ୱଧର୍ମ ପାଳନ ରୂପକ ଯଜ୍ଞ ନିଶ୍ଚିତ ଭାବରେ କରିବା ଉଚିତ ବୋଲି ପ୍ରତିପାଦନ କରାଯାଇଛି। ତେଣୁ ଉପଲକ୍ଷଣ ରୂପରେ ଏହାକୁ ହବନ ରୂପକ ଯଜ୍ଞର ବାଚକ ବୋଲି କହିବା ଉଚିତ ଏବଂ ଏହି ହବନ ରୂପକ ଯଜ୍ଞ ଦ୍ୱାରା ଦେବତାମାନଙ୍କୁ ହବି ପ୍ରଦାନ କରି ପୁଷ୍ଟ କରିବା ଏବଂ ସେମାନଙ୍କର ଆବଶ୍ୟକତା ପୂର୍ଣ୍ଣ କରିବା ହିଁ ସେମାନଙ୍କୁ ଉନ୍ନତ କରିବା ବୋଲି ବୁଝିବା ଉଚିତ। ଏହି ବର୍ଣ୍ଣନା ଉପଲକ୍ଷଣ ରୂପକ ହୋଇଥିବାରୁ ଯଜ୍ଞର ଅର୍ଥ ସ୍ୱଧର୍ମ ବୋଲି ବୁଝି ନିଜ ନିଜର ବର୍ଣ୍ଣାଶ୍ରମ ଅନୁସାରେ କର୍ତ୍ତବ୍ୟ ପାଳନ ଦ୍ୱାରା ଋଷି, ପିତୃଲୋକ, ଭୂତ, ପ୍ରେତ, ମନୁଷ୍ୟ, ପଶୁ, ପକ୍ଷୀ ଆଦି ସମସ୍ତ ପ୍ରାଣୀକୁ ସୁଖ ପ୍ରଦାନ କରିବା ବି ସେମାନଙ୍କର ଉନ୍ନତି କରିବାର ଅନ୍ତର୍ଗତ ବୋଲି ବୁଝିବା ଉଚିତ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ସେହି ଦେବତାମାନେ ତୁମ୍ଭମାନଙ୍କୁ ଉନ୍ନତ କରନ୍ତୁ ଏପରି ବକ୍ତବ୍ୟର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଏଥିରୁ ସୂଚିତ ହେଉଛି ଯେ ଯଜ୍ଞ ଦ୍ୱାରା ଦେବତାମାନଙ୍କୁ ପୁଷ୍ଟ କରିବା ଯେପରି ଆମର ମନୁଷ୍ୟମାନଙ୍କର କର୍ତ୍ତବ୍ୟ, ମନୁଷ୍ୟମାନଙ୍କର ଆବଶ୍ୟକତା ପୂର୍ଣ୍ଣ କରିବା, ସେମାନଙ୍କର ଉନ୍ନତି କରିବା ସେହିପରି ଦେବତାମାନଙ୍କର କର୍ତ୍ତବ୍ୟ। ତେଣୁ ସେମାନଙ୍କୁ ମଧ୍ୟ ପ୍ରଜାପତି ବ୍ରହ୍ମାଙ୍କର ଏହି ଉପଦେଶ ଯେ ସେମାନେ ନିଜର କର୍ତ୍ତବ୍ୟ ପାଳନ କରିଚାଲନ୍ତୁ। ଏଠାରେ ଅନ୍ତିମ ପ୍ରଶ୍ନଟି ହେଲା, ନିଃସ୍ୱାର୍ଥ ଭାବରେ ଏକ ଅନ୍ୟକୁ ଉନ୍ନତ କରିବା ଫଳରେ ତୁମ୍ଭେମାନେ ପରମ କଲ୍ୟାଣ ପାଇପାରିବ, ଏହା ଭାବ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ପ୍ରଜାପତି ବ୍ରହ୍ମା କହିଛନ୍ତି, ନିଜ ନିଜର ସ୍ୱାର୍ଥ ତ୍ୟାଗ କରି ଏପରି ଭାବରେ ଏକ ଅନ୍ୟର ଉନ୍ନତି କଳ୍ପେ ନିଜର କର୍ତ୍ତବ୍ୟ ପାଳନ କରିବା ଦ୍ୱାରା ତୁମ୍ଭେମାନେ ଏହି ସାଂସାରିକ ଉନ୍ନତି ଲାଭ କରିବା ସଙ୍ଗେ ସଙ୍ଗେ ପରମ କଲ୍ୟାଣମୟ ମୋକ୍ଷ ମଧ୍ୟ ପ୍ରାପ୍ତ ହୋଇପାରିବ। ଅଭିପ୍ରାୟ ହେଉଛି, ଏଠାରେ ଦେବତାମାନଙ୍କ ପାଇଁ ବ୍ରହ୍ମାଙ୍କର ଏହି ଆଦେଶ ଯେ ମନୁଷ୍ୟମାନେ ଯଦି ଦେବତାମାନଙ୍କର ସେବା ପୂଜା ଯଜ୍ଞାଦି ନ କରନ୍ତି ତେବେ ମଧ୍ୟ ଦେବତାମାନେ କର୍ତ୍ତବ୍ୟ ବୋଲି ବିଚାରି ମନୁଷ୍ୟମାନଙ୍କର ଉନ୍ନତି କରାନ୍ତୁ ଏବଂ ମନୁଷ୍ୟମାନଙ୍କ ପ୍ରତି ଏହି ଆଦେଶ ଯେ ସେମାନେ ଦେବତାମାନଙ୍କର ପୁଷ୍ଟି ଓ ଉନ୍ନତି ପାଇଁ ସ୍ୱାର୍ଥ ତ୍ୟାଗ ପୂର୍ବକ ଦେବତାମାନଙ୍କର ସେବା ପୂଜା ଯଜ୍ଞାଦି କର୍ମ କରିବା ଉଚିତ। ଏହା ବ୍ୟତୀତ ଅନ୍ୟ ଋଷି, ପିତୃ, ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ ଆଦିଙ୍କୁ ମଧ୍ୟ ନିଃସ୍ୱାର୍ଥ ଭାବରେ ସ୍ୱଧର୍ମ ପାଳନ ଦ୍ୱାରା ସୁଖ ପ୍ରଦାନ କରିବା ଆବଶ୍ୟକ। ଦ୍ୱାଦଶତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଯଜ୍ଞ ଦ୍ୱାରା ସମ୍ବର୍ଦ୍ଧିତ ଦେବତାମାନେ ତୁମକୁ ବିନା ପ୍ରାର୍ଥନାରେ ବାଞ୍ଛିତ ଭୋଗ ନିଶ୍ଚୟ ପ୍ରଦାନ କରି ଚାଲିବେ। ସେହି ଦେବତାମାନଙ୍କ ଦ୍ୱାରା ଏହିପରି ପ୍ରଦତ୍ତ
भोग्य पदार्थ गुड़ी को जो मनुष्य से समर्पण न करी स्वयं भोग करे से चोर ही अटे। एठारे एक प्रश्न आसुछि, यज्ञ द्वारा संवर्धित देवता माने तुम्भ मानंकु वांछित भोग निश्चय प्रदान करिवे, एही वाक्यर अभिप्राय कौन? यार उत्तर है यह द्वारा सूचना दि जाइछि तुम्भे माने निजर कर्तव्य अवश्य पालन करने उचित। पुणी तुम्भ मानंक द्वारा करा जाउथिबा यज्ञर संवर्धित देवता माने तुम्भ मानंकु सदा सर्वदा सुख भोग पाई तथा जीवन निर्वाह पाई आवश्यक पदार्थ जे प्रदान करि चलिबे सेथिरे संदेहर अवकाश नहीं, कारण से माने निजर कर्तव्य पालन करने को बाध्य। एठारे आउ एक प्रश्न आसुछि, जो मनुष्य सेमानंक द्वारा प्रदत्त भोग्य पदार्थ मान सेमानंकु समर्पण न करी निजे भोग करे से निश्चय चोर, एही कथार भाव कौन? यार उत्तर है ए पर्यंत प्रजापति वचन को उद्धार करी वर्तमान भगवान उपरोक्त वाक्यर देखाउछंती जे ब्रह्मांकर उपदेश अनुसार सही देवता माने सृष्टिर आदि कालरू मनुष्य मानंको सुख प्रदान करिबा पई सेमानंक आवश्यकता पूर्ण करिबा पई पशु पक्षी औषधि वृक्ष तृण आदि सहित समस्तंकर पुष्टि साधन करुछंती एवं अन्न जल पुष्प फल धातु आदि समस्त उपयोगी वस्तु मनुष्य मानंकु देउछंती। जो मनुष्य माने से देवता मानंकर ही ऋण परिशोध न करी सेमानंकर न्यायोचित स्वतः सेमानंकु समर्पण न करी निज कामरे लगाई दियंती सेमाने प्रकृतरे कृतज्ञ और चोर। ठीक सेहीपरि स्नेहशील माता पितांक द्वारा पालित पोषित हेउथिबा जो पुत्र माता पितांकर सेवा करे नहीं एवं सेमानंकर मृत्यु परे श्राद्ध तर्पक आदि करे नहीं, पुणी काहारी ठारू उपकार पाइबा पई जो मनुष्य तार यथासाध्य प्रत्युपकार करे नहीं अथवा जो दत्तपुत्र पितांक ठारू प्राप्त संपत्ति को केवल उपभोग करी पिता मातांकर सेवा करे नहीं, से निश्चित भागरे कृतघ्न और चोर अटे। यही श्लोकर अंतिम प्रश्नटी है, जदि देवता माने मनुष्यंक द्वारा संवर्धित हेबा परे सेमानंको आवश्यक भोग पदार्थ मान प्रदान करुथांती तेबे सेमानंक ठारू प्राप्त भोग्य वस्तु सेमानंको समर्पण न कले मनुष्य चोर हेबे किपरि? यही प्रश्नर उत्तर है, सृष्टिर आरंभ कालरू मनुष्य माने यज्ञ द्वारा देवता मानंको संवर्धित करि आसुछंती और देवता माने मनुष्य मानंको भोग्य वस्तु प्रदान करि आसुछंती। एही परंपरा सृष्टिर आरंभ कालरू चली आसीछि। एही परंपरागत आदान प्रदान रे जो मनुष्य माने प्रथमे यज्ञादि द्वारा देवता मानंको संवर्धित करुछंती एवं एही भी करि आसुछंती सेमाने चोर नुहंती, किंतु अन्य मनुष्य मानंक द्वारा संवर्धित होइथिबा देवता मानंक ठारू इष्ट भोग पाई जो माने देवता मानंक पई यज्ञादि करंती नाही सेमानंको चोर बोली कुहाजिबा उचित। लोके गाई पोषिछंती ओ पुष्ट होइथिबा गाईर दूध खाउछंती, किंतु गाईर सेवा करुनथिबा कोनोसी लोक जदि गाईर दूध दुई नहीं खाइबा बेले कहिबो मनुष्य माने गाईर सेवा करुछंती मु मध्य मनुष्य तेणु मोर दूध खाइबार अधिकार अछि, तेबे सेपरि लोक को चोर बोली कहिबा उचित। सेहीपरि अन्य मनुष्यक द्वारा संवर्धित होइथिबा देवता मानंक ठारो भोग पाई जो लोक सेही देवता मानंको किछि प्रदान न करी निज भोग करे सेही लोक को चोर बोली धरि निया जाए। त्रयोदश संबंध रे कहा जाइछि, एहीपरि ब्रह्मांक वचनर प्रमाण नहीं देई भगवान यज्ञादि कर्म को कर्तव्य बोली प्रतिपादन करिछंती एवं ता संगे संगे कर्तव्य पालन करू नथिबा लोक को चोर बोली निंदा करिछंती। वर्तमान सही कर्तव्य कर्म आचरण करुथुबा पुरुष मानंको प्रशंसा करि सेमानंकर विपरीत कर्म करुथुबा अर्थात केवल शारीरिक
ଶରୀର ପୋଷଣ ନିମିତ୍ତ ହିଁ କର୍ମ କରୁଥିବା ପାପୀମାନଙ୍କୁ ନିନ୍ଦା କରୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ଯଜ୍ଞରୁ ବଳିଥିବା ଅନ୍ନ ଭୋଜନ କରୁଥିବା ଶ୍ରେଷ୍ଠ ପୁରୁଷମାନେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ଏବଂ ଯେଉଁ ପାପୀ ଲୋକମାନେ ନିଜର ଶରୀର ପୋଷଣ ପାଇଁ ଅନ୍ନ ରନ୍ଧନ କରନ୍ତି ସେମାନେ ପାପ ହିଁ ଭୋଜନ କରନ୍ତି। ପ୍ରଶ୍ନ, ଯଜ୍ଞ ଶିଷ୍ଟାସୀନଃ ପଦ କେଉଁ ମନୁଷ୍ୟମାନଙ୍କ ବାଚକ? ଏଠାର ଉତ୍ତର ହେଲା, ଯଜ୍ଞ ଶବ୍ଦ ପ୍ରୟୋଗ ଦ୍ୱାରା ଭଗବାନ ପ୍ରଧାନତଃ ପଞ୍ଚ ମହାଯଜ୍ଞକୁ ଲକ୍ଷ୍ୟ କରିଛନ୍ତି ଏବଂ ଯେଉଁ ସମସ୍ତ ଶାସ୍ତ୍ରୀୟ ସତ୍କର୍ମ ବିଭିନ୍ନ କ୍ରିୟା ଦ୍ୱାରା ସମ୍ପାଦିତ ହୁଏ ସେହି ସତ୍କର୍ମ ବିଷୟ କହିଛନ୍ତି। ସୃଷ୍ଟି କାର୍ଯ୍ୟ ସୁଚାରୁ ରୂପେ ସଞ୍ଚାଳନ କରିବା ତଥା ସୃଷ୍ଟିର ଜୀବମାନଙ୍କୁ ଉତ୍ତମ ରୂପେ ପାଳନ ପୋଷଣ କରିବା କାର୍ଯ୍ୟରେ ଯେଉଁ ପାଞ୍ଚ ଶ୍ରେଣୀର ପ୍ରାଣୀମାନଙ୍କର ପରସ୍ପର ସମ୍ବନ୍ଧ ରହିଛି ସେମାନେ ହେଲେ ଦେବତା, ଋଷି, ପିତୃ, ମନୁଷ୍ୟ ଓ ଅନ୍ୟ ପ୍ରାଣୀ। ଏହି ପାଞ୍ଚ ପ୍ରକାର ପ୍ରାଣୀଙ୍କର ସହଯୋଗରେ ସମସ୍ତଙ୍କର ପୃଷ୍ଟି ହୁଏ। ଦେବତାମାନେ ସମସ୍ତ ସଂସାରକୁ ଇଷ୍ଟ ଭୋଗ ଦିଅନ୍ତି। ଋଷି ମହର୍ଷିମାନେ ସେମାନଙ୍କୁ ଜ୍ଞାନ ଦାନ କରନ୍ତି। ପିତୃମାନେ ସନ୍ତାନମାନଙ୍କର ଭରଣ ପୋଷଣ କରନ୍ତି ଏବଂ ମଙ୍ଗଳ କାମନା କରନ୍ତି। ମନୁଷ୍ୟମାନେ କର୍ମ ଦ୍ୱାରା ସମସ୍ତଙ୍କର ସେବା କରନ୍ତି ଏବଂ ପଶୁ, ପକ୍ଷୀ, ବୃକ୍ଷାଦି ସମସ୍ତଙ୍କର ସୁଖ ସାଧନ ରୂପରେ ନିଜକୁ ସମର୍ପିତ କରିଦିଅନ୍ତି। ଏହି ପାଞ୍ଚଟି ମଧ୍ୟରୁ ମନୁଷ୍ୟମାନେ ଯୋଗ୍ୟତା, ଅଧିକାର ଏବଂ ସାଧନ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କର ପୁଷ୍ଟିର ଦାୟିତ୍ୱ ସେମାନଙ୍କ ଉପରେ ନିର୍ଭର କରେ। ତେଣୁ ମନୁଷ୍ୟ ଶାସ୍ତ୍ରୀୟ କର୍ମ ଦ୍ୱାରା ସମସ୍ତଙ୍କର ସେବା କରେ। ପଞ୍ଚ ମହାଯଜ୍ଞ ଦ୍ୱାରା ଏଠାରେ ଲୋକ ସେବା ରୂପୀ ଶାସ୍ତ୍ରୀୟ ସତ୍କର୍ମ ହିଁ କୁହାଯାଇଛି। ମନୁଷ୍ୟର ଏହା କର୍ତ୍ତବ୍ୟ ଯେ ସେ ଯାହା କିଛି ଉପାର୍ଜନ କରେ ସେଥିରେ ସମସ୍ତଙ୍କର ଭାଗ ଅଛି ବୋଲି ବୁଝିବାକୁ ପଡ଼ିବ, କାରଣ ସେ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗରେ ତାହା ଉପାର୍ଜନ କରେ ଏବଂ ଭୋଗ କରେ। ତେଣୁ ଯେଉଁ ମନୁଷ୍ୟମାନେ ଯଜ୍ଞ କରିବା ପରେ ବଳିଥିବା ଅନ୍ନରୁ ଏହି ସମସ୍ତଙ୍କୁ ସେମାନଙ୍କ ପ୍ରାପ୍ୟ ଭାଗ ଦେଇସାରିବା ପରେ ଅବଶିଷ୍ଟ ଅନ୍ନ ସେବନ କରନ୍ତି, ଶାସ୍ତ୍ରକାରମାନେ ସେମାନଙ୍କୁ ଅମୃତ ଭୋଜି ବୋଲି କହନ୍ତି। ଯେଉଁ ଲୋକ ଏପରି କରନ୍ତି ନାହିଁ, ଅନ୍ୟମାନଙ୍କର ସ୍ୱତ୍ୱ ମାରି କେବଳ ନିଜ ପାଇଁ ଉପାର୍ଜନ କରନ୍ତି ଓ ନିଜେ ଭୋଗ କରନ୍ତି, ସେମାନେ ପାପ ହିଁ ଖାଆନ୍ତି। ବିଭିନ୍ନ କ୍ରିୟା ଦ୍ୱାରା ଉପାର୍ଜିତ ଅନ୍ନକୁ ରନ୍ଧନ କରିବା ପରେ ହିଁ ଭୋଜନ କରାଯାଏ। ସେହି ଅନ୍ନର ଅଗ୍ନିରେ ଆହୁତି ନ ଦେଲେ ଦେବଯଜ୍ଞ ଓ ବଳି ବୈସୁଦେବ ସିଦ୍ଧ ହୁଏ ନାହିଁ। ତେଣୁ ଏଠାରେ ହୋମ ଓ ବଳି ବୈସୁଦେବକୁ ପ୍ରାଧାନ୍ୟ ଦିଆଯାଇଛି, କିନ୍ତୁ କେବଳ ହୋମ ଓ ବଳି ବୈସୁଦେବ ରୂପକ କର୍ମ କରିଦେଲେ ପଞ୍ଚ ମହାଯଜ୍ଞ ପୂର୍ଣ୍ଣ ହୋଇଯାଏ ନାହିଁ। ଯେଉଁମାନେ ସମସ୍ତଙ୍କୁ ନିଜ ଉପାର୍ଜନର ଯଥାଯୋଗ୍ୟ ଭାଗ ଦେଇସାରିବା ପରେ ବଳିଥିବା ଅନ୍ନ ଭୋଜନ କରନ୍ତି, ସେମାନେ ହିଁ ବାସ୍ତବରେ ଯଜ୍ଞରୁ ବଳିଥିବା ଅନ୍ନ ଗ୍ରହଣ କରିଥାନ୍ତି। ସେପରି ସ୍ୱାର୍ଥ ତ୍ୟାଗୀ କର୍ମଯୋଗୀମାନଙ୍କର ବାଚକ ରୂପରେ ଏଠାରେ ଯଜ୍ଞ ଶିଷ୍ଟାସୀନଃ ପଦ ବ୍ୟବହାର କରାଯାଇଛି। ପ୍ରଶ୍ନ, ଅନ୍ତଃ ପଦ ଏଠାରେ ସାଧକମାନଙ୍କର ନା ସିଦ୍ଧମାନଙ୍କର ବାଚକ? ଉତ୍ତର, ଏହା ସାଧକମାନଙ୍କର ବାଚକ, କାରଣ ସିଦ୍ଧି ପୁରୁଷମାନଙ୍କର ପାପ ହୁଏ ନାହିଁ ଏବଂ ଏଠାରେ ପାପରୁ ମୁକ୍ତ ହେବାର କଥା କୁହାଯାଇଛି। ପ୍ରଶ୍ନ, ଅନ୍ତଃ ପଦର ପ୍ରୟୋଗ କ'ଣ ସିଦ୍ଧି ପୁରୁଷମାନଙ୍କ ପାଇଁ ହୋଇପାରିବ ନାହିଁ ଏବଂ ସିଦ୍ଧି ପୁରୁଷମାନେ କ'ଣ ଯଜ୍ଞ କରନ୍ତି ନାହିଁ? ଉତ୍ତର, ସିଦ୍ଧି ପୁରୁଷମାନେ ତ ସନ୍ଥ ହିଁ ଅଟନ୍ତି, କିନ୍ତୁ ଏହି ପ୍ରକରଣରେ ସନ୍ଥ ପଦର ଅର୍ଥ ନିଃସ୍ୱାର୍ଥ ଭାବରେ କର୍ମ କରୁଥିବା ସାଧକ। ସିଦ୍ଧି ପୁରୁଷମାନେ ମଧ୍ୟ ଯଜ୍ଞ କରନ୍ତି, କିନ୍ତୁ ସେମାନେ ପାପରୁ ମୁକ୍ତ ହେବାକୁ କରନ୍ତି ନାହିଁ, ବରଂ ସ୍ୱାଭାବିକ ଭାବରେ ଲୋକ ସଂଗ୍ରହ ପାଇଁ କରନ୍ତି। ପ୍ରଶ୍ନ, ଏଠାରେ ସମସ୍ତ ପାପରୁ ମୁକ୍ତ ହେବା କଥାରୁ କେଉଁ ଭାବ ଗ୍ରହଣ କରିବାକୁ ହେବ? ଉତ୍ତର, ମନୁଷ୍ୟର ପୂର୍ବଜନ୍ମର ପାପ ସଞ୍ଚିତ ଥାଏ
ଏବଂ ବର୍ତ୍ତମାନରେ ଜୀବନ ନିର୍ବାହ ନିମିତ୍ତ କରାଯାଉଥିବା ବୈଧ ଅର୍ଥୋପାର୍ଜନ ମଧ୍ୟ ଆନୁଷଙ୍ଗିକ ପାପ ହୁଏ। ସର୍ବାରମ୍ଭା ହିଁ ଦୋଷେଣ ଧୂମେନାଗ୍ନିରିବାବୃତାଃ। ନ୍ୟାୟର ହୋମ, ପ୍ରଜାପାଳନ, ଯୁଦ୍ଧ, କୃଷି, ବ୍ୟାପାର ଏବଂ ଶିଳ୍ପ ଆଦି ପ୍ରତ୍ୟେକ ଜୀବନ ଧାରଣ କାର୍ଯ୍ୟରେ କିଛି ନା କିଛି ହିଂସା ହୋଇଥାଏ। ଗୃହସ୍ଥଙ୍କ ଘରେ ମଧ୍ୟ ପ୍ରତିଦିନ ଚୁଲି, ଘୋରଣା, ଝାଡ଼ୁ, ଢିଙ୍କି ଏବଂ ପାଣିହାଣ୍ଡି ବ୍ୟବହାର ସମୟରେ ହିଂସା ହୁଏ ଏବଂ ଏହା ବ୍ୟତୀତ ପ୍ରମାଦ ଆଦି କାରଣରୁ ଅନ୍ୟ ପ୍ରକାରେ ମଧ୍ୟ ଅନେକ ପାପ ହୋଇଥାଏ। ଯେଉଁ ପୁରୁଷ ନିଃସ୍ୱାର୍ଥ ଭାବରେ କେବଳ ଲୋକ ସେବାକୁ ଆଖି ଆଗରେ ରଖି ସମସ୍ତ ଜୀବଙ୍କୁ ସୁଖ ପ୍ରଦାନ କରିବାକୁ ପଞ୍ଚ ମହାଯଜ୍ଞ ଆଦି କରନ୍ତି ଏବଂ ଏହିପରି ଯଜ୍ଞରେ ଜୀବନ ଧାରଣ ଉପଯୋଗିତା ରହିଛି ବୋଲି ସ୍ୱୀକାର କରି ନିଜର ନ୍ୟାୟୋପାର୍ଜିତ ଧନରେ ଯଥାଶକ୍ତି ଓ ଯଥାଯୋଗ୍ୟ ସମସ୍ତଙ୍କର ସେବା ରୂପକ ଯଜ୍ଞ କରନ୍ତି ଏବଂ କେବଳ ଅନ୍ୟମାନଙ୍କର ସେବା ପାଇଁ ଜୀବନ ଧାରଣ କରିବା ଉଦ୍ଦେଶ୍ୟରେ ସେଥିରୁ ବଳିଥିବା ଅନ୍ନ ପ୍ରସାଦ ରୂପରେ ଗ୍ରହଣ କରନ୍ତି। ସେହି ସତ୍ ପୁରୁଷମାନେ ଅତୀତ ଏବଂ ବର୍ତ୍ତମାନର ସମସ୍ତ ପାପରୁ ମୁକ୍ତ ହୋଇ ସନାତନ ବ୍ରହ୍ମପଦ ପାଇପାରନ୍ତି। ତେଣୁ ଏହିପରି ସାଧକଙ୍କୁ ସନ୍ଥ କୁହାଯାଏ। ଏହା ହିଁ ଏଠାରେ ସମସ୍ତ ପାପରୁ ମୁକ୍ତ ହେବାର ଭାବ ଯେ ନିଜର ସୁଖ ଉପଭୋଗ ପ୍ରାପ୍ତି ନିମନ୍ତେ ଶାସ୍ତ୍ରବିଧି ଅନୁସାରେ କର୍ମ କରନ୍ତି ଏବଂ ପ୍ରାୟଶ୍ଚିତ ରୂପକ ପ୍ରତିଦିନ ହବନ, ବଳି, ବୈଶ୍ୱଦେବ ଆଦି କର୍ମ କରି ସମସ୍ତଙ୍କ ସ୍ୱତ ସେମାନଙ୍କୁ ଦେଇ ଦିଅନ୍ତି। ଘରେ ହେଉଥିବା ପ୍ରତିଦିନର ପଞ୍ଚବିଧ ପାପରୁ ସେହି ସକାମ ପୁରୁଷ ମଧ୍ୟ ମୁକ୍ତ ହୋଇଯାଆନ୍ତି। କିନ୍ତୁ ଏଠାରେ କର୍ତ୍ତା ପାଇଁ ସନ୍ଥ ପଦ ଏବଂ କିଳ୍ ବିଷୟୀ ସହିତ ସର୍ବ ବିଶେଷଣ ଆସିଥିବାରୁ ଏହା ବୁଝିବାକୁ ହେବ ଯେ ଏହିପରି ନିଷ୍କାମ ଭାବରେ ପଞ୍ଚ ମହାଯଜ୍ଞ ଅନୁଷ୍ଠାନ କରୁଥିବା ସନ୍ଥ ପୁରୁଷ ଭୂତ ଏବଂ ବର୍ତ୍ତମାନର ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି। ପ୍ରଶ୍ନ, ଏଇଠି ଅନ୍ତିମ ପ୍ରଶ୍ନ ଆସୁଛି। ଯେଉଁମାନେ ନିଜର ଶରୀର ପୋଷଣ ପାଇଁ ହିଁ ଖାଦ୍ୟ ରନ୍ଧନ କରି ଖାଆନ୍ତି ସେମାନଙ୍କୁ ପାପୀ ଏବଂ ସେମାନଙ୍କ ଭୋଜନକୁ ପାପ ବୋଲି କାହିଁକି କୁହାଯାଇଛି? ଏଠାର ଉତ୍ତର ହେଲା, ରାନ୍ଧିବା ଖାଇବା ଉପଲକ୍ଷରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଭୋଗ କରାଯାଉଥିବା ସମସ୍ତ ପ୍ରକାର ଭୋଗ କଥାକୁ କୁହାଯାଇଛି। ଯେଉଁ ପୁରୁଷ ଏହି ଭୋଗର ଉପାର୍ଜନା ଏବଂ ଏହାର ଯଜ୍ଞ ବିଶିଷ୍ଟ ଉପଭୋଗ ନିଷ୍କାମ ଭାବରେ କେବଳ ଲୋକଙ୍କ ସେବା ନିମିତ୍ତ କରନ୍ତି ସେ ଉପରୋକ୍ତ ପ୍ରକାରେ ସକଳ ପାପରୁ ମୁକ୍ତ ହୋଇଯାଆନ୍ତି ଏବଂ ଯେ କେବଳ ସକାମ ଭାବରେ ସମସ୍ତଙ୍କୁ ନ୍ୟୟୋଚିତ ଭାଗ ଦେଇ ଉପାର୍ଜିତ ଭୋଗ ସାମଗ୍ରୀ ଉପଭୋଗ କରନ୍ତି ସେ ମଧ୍ୟ ପାପୀ ନୁହନ୍ତି। କିନ୍ତୁ ଯେଉଁ ଲୋକ କେବଳ ନିଜର ସୁଖ ପାଇଁ ନିଜର ଶରୀର ଓ ଇନ୍ଦ୍ରିୟ ପୋଷଣ ପାଇଁ ଉପାର୍ଜନା କରନ୍ତି ଏବଂ ନିଜ ପାଇଁ ତାହା ଭୋଗ କରନ୍ତି ସେହି ଲୋକେ ପାପ ଦ୍ୱାରା ପାପ ଉପାର୍ଜନା କରନ୍ତି ଏବଂ ପାପ ହିଁ ଉପଭୋଗ କରନ୍ତି। କାରଣ ସେମାନଙ୍କର କ୍ରିୟା ଯଜ୍ଞାର୍ଥ ହୁଏ ନାହିଁ କି ସେମାନଙ୍କର ନିଜର ଉପାର୍ଜନାରୁ ସମସ୍ତଙ୍କୁ ସେମାନଙ୍କର ଯଥାଯୋଗ୍ୟ ନ୍ୟାର୍ଯ୍ୟ ଭୋଗ ଭାଗ ଦିଅନ୍ତି ନାହିଁ। ତେଣୁ ସେମାନଙ୍କର ଉପାର୍ଜନ ଓ ଉପଭୋଗ ଉଭୟ ପାପମୟ ହୋଇଥାଏ ଓ ସେହି କାରଣରୁ ସେମାନଙ୍କୁ ପାପୀ ଓ ସେମାନଙ୍କର ଭୋଗକୁ ପାପ ଭୋଗ ବୋଲି କୁହାଯାଇଛି।